ଯୀଶୁଙ୍କ ନାମରେ ନମସ୍କାର। ସାରା ଚ୍ୟାନେଲର ଜୀବନର ସାରା କାର୍ଯ୍ୟକ୍ରମରେ ଆପଣମାନଙ୍କୁ ପୁଣି ସ୍ୱାଗତ ଜଣାଏ। ଆଜି ଆମେ ପୁରାତନ ନିୟମର ଏକ ଅତ୍ୟନ୍ତ ଗଭୀର ଘଟଣା ବିଷୟରେ ଚିନ୍ତା କରିବା। ଏହି ଘଟଣା ମୋସାଙ୍କ ସମୟରେ ଇସ୍ରାଏଲ ଲୋକମାନଙ୍କ ମଧ୍ୟରେ ଘଟିଥିଲା। ଇସ୍ରାଏଲ ଲୋକମାନେ ମିଶରରୁ ଦାସତ୍ୱ ବନ୍ଧନରୁ ମୁକ୍ତି ପାଇ ମରୁଭୂମିରେ ଯାତ୍ରା କରୁଥିଲେ। କିନ୍ତୁ ସେମାନେ ଯେଉଁ ସଦାପ୍ରଭୁ ସେମାନଙ୍କୁ ଦାସତ୍ୱ ବନ୍ଧନରୁ ମୁକ୍ତ କରିଥିଲେ, ତାଙ୍କ ବିରୁଦ୍ଧରେ ଓ ମୋସାଙ୍କ ବିରୁଦ୍ଧରେ ବଚସା କରିବାକୁ ଲାଗିଲେ। ସେମାନେ କହିଲେ, ଆମେ କାହିଁକି ଏହି ମରୁଭୂମିକୁ ଆସିଲୁ? ଏଠାରେ ଖାଦ୍ୟ ନାହିଁ, ପାଣି ନାହିଁ। ଯେତେବେଳେ ସେମାନେ ପ୍ରଭୁଙ୍କ ଉପରେ କୃତଜ୍ଞ ନ ହୋଇ ଅଭିଯୋଗ କଲେ, ଏହା ଈଶ୍ୱରଙ୍କୁ ଅସନ୍ତୁଷ୍ଟ କଲେ। ତେଣୁ ପ୍ରଭୁ ବିଷାକ୍ତ ସର୍ପମାନଙ୍କୁ ପଠାଇଲେ। ସେମାନେ ଲୋକମାନଙ୍କୁ କାମୁଡ଼ିଲେ ଏବଂ ବହୁତ ଲୋକ ମରିଗଲେ। ତାପରେ ଲୋକମାନେ ବୁଝିଲେ ସେମାନେ ପାପ କରିଛନ୍ତି। ସେମାନେ ମୋସାଙ୍କ ପାଖକୁ ଆସି ପଶ୍ଚାତାପ କରି କହିଲେ, ଆମେ ପାପ କରିଛୁ। ପ୍ରଭୁଙ୍କୁ ପ୍ରାର୍ଥନା କର, ଯେପରି ସର୍ପମାନେ ଆମ ପାଖରୁ ଚାଲିଯିବେ। ମୋସା ଲୋକମାନଙ୍କ ପାଇଁ ପ୍ରାର୍ଥନା କଲେ। ଈଶ୍ୱର ମୋସାଙ୍କ ପ୍ରାର୍ଥନା ଶୁଣି ଏକ ଅଦ୍ଭୁତ ଆଦେଶ ଦେଲେ, ଯାହା ଆମେ ପବିତ୍ର ବାଇବଲର ଗଣନା ପୁସ୍ତକ 21 ପର୍ବର 8 ପଦରେ ଦେଖିବାକୁ ପାଉ। ତେବେ ସଦାପ୍ରଭୁ ମୋସାଙ୍କୁ କହିଲେ, ତୁମ୍ଭେ ଗୋଟିଏ ଦାହକ ସର୍ପ ନିର୍ମାଣ କରି ପତାକା ଦଣ୍ଡ ଉପରେ ରଖ। ତହିଁରେ ସର୍ପଦ୍ରଷ୍ଟ ପ୍ରତ୍ୟେକ ଲୋକ ତାହା ପ୍ରତି ଅନାଇଲେ ବଞ୍ଚିବ। ଯେତେବେଳେ ଲୋକମାନେ ସେ ପିତଳର ସର୍ପକୁ ଦେଖିଲେ, ସେମାନେ ଚିକିତ୍ସା ପାଇଲେ ଓ ବଞ୍ଚିଗଲେ। ତେବେ କାହିଁକି ପ୍ରଭୁ ଏମିତି ଆଦେଶ ଦେଲେ? ଏହି ଆଦେଶ ଥିଲା ସେହି ଅବିଶ୍ୱାସୀ ଏବଂ ଅକୃତଜ୍ଞ ଲୋକମାନଙ୍କୁ ବିଶ୍ୱାସ ଓ ଆଜ୍ଞା ପାଳନ ଶିଖାଇବା। ପ୍ରଭୁ ଚାହୁଁଥିଲେ ଯେ ଲୋକମାନେ ତାଙ୍କ କଥାରେ ବିଶ୍ୱାସ କରନ୍ତୁ। ସାପକୁ ଦେଖିବା ଏକ ସରଳ କାମ ଥିଲା, କିନ୍ତୁ ଏହା ବିଶ୍ୱାସର କାମ ଥିଲା। ସାପ ସାଧାରଣତଃ ମୃତ୍ୟୁ ଓ ବିପଦର ପ୍ରତୀକ, କିନ୍ତୁ ପ୍ରଭୁ ସେହି ପ୍ରତୀକକୁ ଉପଯୋଗ କରି ଚିକିତ୍ସା ଓ ଜୀବନ ଦେଲେ। କାରଣ ମୃତ୍ୟୁ ଉପରେ ମଧ୍ୟ ପ୍ରଭୁଙ୍କର ଶକ୍ତି ଅଛି। ଯେଉଁମାନେ ପ୍ରଭୁଙ୍କ କଥାକୁ ବିଶ୍ୱାସ କରି ଆଜ୍ଞା ପାଳନ କଲେ, ସେମାନେ ସୁସ୍ଥ ହେଲେ। ଚିକିତ୍ସା ପିତଳର ସାପରୁ ନୁହେଁ, ପ୍ରଭୁଙ୍କ ପ୍ରତି ବିଶ୍ୱାସରୁ ଆସିଥିଲା। ଯେଉଁମାନେ ସାପକୁ ଦେଖିଲେ, ସେମାନେ ଶାରୀରିକ ଭାବେ ବଞ୍ଚିଲେ, କିନ୍ତୁ ଯେଉଁମାନେ ଯୀଶୁଙ୍କୁ ବିଶ୍ୱାସରେ ଦେଖନ୍ତି, ସେମାନେ ଆତ୍ମିକ ଜୀବନ ପାଆନ୍ତି। ଆଉ ଏହି ଘଟଣା କେବଳ ଏକ ଇତିହାସ ନୁହେଁ, ଏହା ଯୀଶୁଙ୍କ କ୍ରୁଶର ଏକ ଛାୟା। ଯୀଶୁ କହିଥିଲେ, ଯାହା ଆମେ ପବିତ୍ର ବାଇବଲର ଯୌନ ଲିଖିତ ସୁସମାଚାର 3 ପର୍ବ 14 ଆଉ 15 ପଦରେ ଦେଖିବାକୁ ପାଉ। ପୁଣି ମୂଷା ଯେ ପ୍ରକାର ପ୍ରାନ୍ତରରେ ସର୍ପକୁ ଉର୍ଦ୍ଧ୍ୱକୁ ଉଠାଇଥିଲେ, ମନୁଷ୍ୟ ପୁତ୍ର ଅବଶ୍ୟ ସେହି ପ୍ରକାର ଉର୍ଦ୍ଧ୍ୱକୁ ଉଠାଇଥିଲେ, ଯେପରି ଯେ କେହି ତାଙ୍କଠାରେ ବିଶ୍ୱାସ କରେ ସେ ଅନନ୍ତ ଜୀବନ ପ୍ରାପ୍ତ। ସାପଟି ଖୁଣ୍ଟିରେ ଉଠାଇ ରଖାଯାଇଥିଲା, ଯୀଶୁ କ୍ରୁଶରେ ଉଠାଇ ଦିଆଯାଇଥିଲେ। ସର୍ପର ବିଷ ଯେପରି ଶରୀରକୁ ମାରିଦିଏ, ସେପରି ପାପର ବିଷ ଆମ ଆତ୍ମାକୁ ନଷ୍ଟ କରେ। ଶତ୍ରୁ ଶୈତାନର ଏକ ବଡ଼ ଚାଲ ହେଉଛି, ସେ ସବୁବେଳେ ଆମର ଗତ ଦିନର ପାପକୁ ମନେ ପକାଏ। ତୁମେ ଏହା କରିଥିଲ, ତୁମେ ଯୋଗ୍ୟ ନୁହଁ, ଈଶ୍ୱର ତୁମକୁ ଗ୍ରହଣ କରିବେ ନାହିଁ। ଆଜି ମଧ୍ୟ ଆମ ଜୀବନରେ ପାପ, ଭୟ, ଦୋଷବୋଧ ଆମକୁ କାମୁଡ଼ି ଗୋଡ଼ାଉଛି। ଆମ ମଧ୍ୟରୁ ଅନେକ ଏମିତି ଜୀବନ କାଟୁଛନ୍ତି, ଯେଉଁଠାରେ ସେମାନେ ପ୍ରତିଦିନ ନିଜ ଭୁଲ, ପାପ ଓ ଅସଫଳତାକୁ ମନେ ପକାଉଛନ୍ତି। ଆମ ମନ କହେ, ମୁଁ ଭଲ ନୁହେଁ, ମୁଁ ପାପୀ, ଈଶ୍ୱର କ'ଣ ମୋତେ କ୍ଷମା କରିବେ? କିନ୍ତୁ ଆଜିର ବାର୍ତ୍ତା ଆପଣଙ୍କ ପାପକୁ ନୁହେଁ, କ୍ରୁଶକୁ ଦେଖନ୍ତୁ। କେବଳ ପାପ ଓ ଦୋଷବୋଧ ଉପରେ ଧ୍ୟାନ ଦିଅନ୍ତୁ ନାହିଁ, କ୍ରୁଶରେ ଥିବା ଯୀଶୁଙ୍କୁ ଦେଖନ୍ତୁ। ବାଇବଲ କହେ, ରୋମିଓ 8 ପର୍ବ 1 ପଦରେ, ଅତଏବ ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଅଛନ୍ତି, ସେମାନଙ୍କ ପ୍ରତି ବର୍ତ୍ତମାନ କୌଣସି ଦଣ୍ଡାଜ୍ଞା ନାହିଁ। ପ୍ରିୟ ଭାଇ ଓ ଭଉଣୀମାନେ, ମଣିଷ ନିଜ ଶକ୍ତିରେ ପାପରୁ ମୁକ୍ତ ହୋଇପାରେନି। କିନ୍ତୁ ଯେପରି ଇସ୍ରାଏଲ ଲୋକମାନେ ସର୍ପକୁ ଦେଖି ବଞ୍ଚିଲେ, ସେପରି ଆମେ ଯୀଶୁଙ୍କ କ୍ରୁଶକୁ ଦେଖିଲେ ଉଦ୍ଧାର ପାଇବା। ଧରନ୍ତୁ, ଗୋଟିଏ ହସ୍ପିଟାଲରେ ଏକ ଡାକ୍ତର ଘୋଷଣା କଲେ, ଏହି ଔଷଧ ନେଲେ ତୁମେ ଠିକ ହେବ। କିନ୍ତୁ ଯଦି ରୋଗୀ କହେ, ମୁଁ ବିଶ୍ୱାସ କରୁନି, ମୁଁ ନେବିନି, ତେବେ ସେ କେମିତି ସୁସ୍ଥ ହେବ? ଔଷଧ ଅଛି, କିନ୍ତୁ ବିଶ୍ୱାସ କରି ଗ୍ରହଣ କରିବା ଦରକାର। ସେପରି ଯୀଶୁଙ୍କ କ୍ରୁଶ ଆମ ପାଇଁ ଉଦ୍ଧାରର ଔଷଧ। ପିତଳର ସାପ ମୂଷାଙ୍କ ଭାବନା ନୁହେଁ, ଏହା ପ୍ରଭୁଙ୍କ ଦିଆଯାଇଥିବା ଉପାୟ। ସେପରି ମୁକ୍ତି ମନୁଷ୍ୟର ଧାରଣା ନୁହେଁ, ମୁକ୍ତି ପ୍ରଭୁଙ୍କ ଯୋଜନା କ୍ରୁଶ ଦ୍ୱାରା। ପାପ ଆମକୁ ମୃତ୍ୟୁ ଦିଏ, କିନ୍ତୁ କ୍ରୁଶ ଆମକୁ ଜୀବନ ଦିଏ। ପାପର ମୁକ୍ତି ଆମ କାର୍ଯ୍ୟ ଦ୍ୱାରା ପାଇନଥାଉ, ମୁକ୍ତି ମିଳେ ଯୀଶୁଙ୍କ କୃଷି ଓ ମୃତ୍ୟୁ ଦ୍ୱାରା। ଏହି ଘଟଣା ଆମକୁ 3ଟି ଶିକ୍ଷା ଦେଉଛି। ପାପର ଫଳ ମୃତ୍ୟୁ। ପାପ ଆମକୁ ଈଶ୍ୱରଙ୍କ ଠାରୁ ଦୂରେଇ ନେଇଯାଏ। ପାପ ମନୁଷ୍ୟର ଆତ୍ମାକୁ ନଷ୍ଟ କରେ। ଈଶ୍ୱର ଆମକୁ ସର୍ବଦା ଉଦ୍ଧାରର ମାର୍ଗ ଦିଅନ୍ତି। ପିତଳ ସର୍ପ ପରି ଯୀଶୁଙ୍କ କୃଷ ଆମ ପାଇଁ
उद्धार पथ विश्वास रे देखिबा दरकार जो माने देखिले से माने बंचिले सेपरि जो माने यीशु को विश्वास रे देखंती से माने उद्धार पाती यीशु कहथिले जे के विश्वास करे से नित्य जीवन पाइबो क्रूसर संदेश बहुत सरल विश्वास करो और मुक्ति पाओ प्रिय भाई और भौणी माने मनुष्य जीवन रे पाप दुख भय और समस्या थाए अनेक समय रे आमे भाबुथाउ मो जीवन रे समस्या रो मुक्ति केमिति मिलिबो प्रभु हमको कहउचंती तुमरो समस्या को नुए क्रूस को देखो और विश्वास करो एबे निष्पत्ति आपण करो आपण कोन चयन करिवे धन्यवाद।